ଦେବପ୍ରସାଦ ନାମରେ ଜଣେ ରାଜା ରାଜୁତି କରୁଥିଲେ। ସେ ଦେଖିବାକୁ ଭାରି ସୁନ୍ଦର। ଚାଲିଗଲା ଲୋକେ ବି ସେ ରାଜାଙ୍କୁ ଘଡ଼ିଏ ଠିଆ ହୋଇ ଚାହିଁ ରହୁଥିଲେ। ସେ ରାଜାଙ୍କର ରୂପ ଯେମିତି, ଗୁଣ ବି ଠିକ୍ ସେମିତି। ସେ ରାଇଜର ଲୋକେ ତାଙ୍କ ଶାସନରେ ବେଶ୍ ସୁଖରେ ଥାନ୍ତି। ତାଙ୍କର କରାମତି ଯୋଗୁଁ ଆଖପାଖର ପଡ଼ୋଶୀ ରାଜାମାନେ ବି ଖାଲି ଥରହର ହେଉଥାନ୍ତି। ଏହି କାରଣରୁ କୌଣସି ରାଜାଙ୍କ ସହିତ ଶତ୍ରୁତା କରିବାକୁ ଆଦୌ ସାହସ କରନ୍ତି ନାହିଁ। ଦିନକର କଥା, ରାଜା ଶିକାର କରିବାକୁ ଯାଇ ବଣ ଭିତରେ ହଠାତ୍ ବାଟ ଭୁଲିଗଲେ। ଘୋଡ଼ାକୁ ଟାଣି ଟାଣି ବଣ ଭିତରେ ଗୋଟିଏ ପୋଖରୀ କୂଳରେ ଯାଇ ସେ ପହଞ୍ଚିଗଲେ। ସେଇଠି ଗୋଟିଏ ଗଛ ଛାଇରେ ରାଜା ବସିଥାନ୍ତି। ଏତିକି ବେଳେ ସେ ଦେଖିଲେ ସ୍ୱର୍ଗର ଜଣେ ଦେବକନ୍ୟା ଆସି ସେହି ପୋଖରୀରେ ଗାଧୋଉଛି। ତାପରି ସୁନ୍ଦରୀ ସେ ରାଜା ତ ପୃଥିବୀରେ କେଉଁଠି ହେଲେ ବି ଦେଖିନଥିଲେ। ସେ ଦେବକନ୍ୟା ରାଜାଙ୍କୁ ଦେଖି ପ୍ରଥମେ ଟିକେ ଲାଜରେ ଝାଉଁଳି ପଡ଼ିଲା। ମନେ ମନେ ସେ ଭାବିଲା, ମଣିଷମାନଙ୍କ ଭିତରେ ପୁଣି ଏତେ ସୁନ୍ଦର ପୁରୁଷ ଅଛନ୍ତି। ତାପରେ ସେ ଦେବକନ୍ୟା ଆସି ରାଜାଙ୍କ ପାଖରେ ପ୍ରସ୍ତାବ କଲା, ମହାରାଜ, ମୁଁ ହେଉଛି ସ୍ୱର୍ଗର ସୁନ୍ଦରୀ। ମୋତେ ତୁମେ ସ୍ତ୍ରୀ ଭାବେ ଗ୍ରହଣ କର। ତେବେ ଯାଇ ତୁମେ ଖୁବ୍ ସୁଖରେ ରହିବ। ତୁମର ଧନ ସମ୍ପତ୍ତି ବି ଆହୁରି ବଢ଼ିଯିବ। ସଂସାର ଯାକର ଯେତେକ ଧନରତ୍ନ ସବୁ ତୁମ ଗୋଡ଼ ତଳେ ଆସି ଠୁଳ ହୋଇପଡ଼ିବ। ରାଜା ଦେବକନ୍ୟାକୁ ସମ୍ମାନ ଜଣାଇ କହିଲେ, ମୁଁ ତ ତୁମ ପ୍ରସ୍ତାବରେ ଆଦୌ ରାଜି ହୋଇପାରିବି ନାହିଁ। କାହିଁକି ନା କାହାରି ଦୟାରେ ଐଶ୍ୱର୍ଯ୍ୟ ଭୋଗ କରିବା ମୋର ମୋଟେ ଇଚ୍ଛା ନୁହେଁ। ନିଜର ଶକ୍ତି ବଳରେ ସେସବୁ ତ ମୁଁ ନିଶ୍ଚୟ ହାସଲ କରିବି। ତା ଛଡ଼ା ତୁମେ ହେଉଛ ସ୍ୱର୍ଗର କନ୍ୟା, ମୁଁ ହେଉଛି ପୃଥିବୀର ମଣିଷ। କୌଣସି କାରଣରୁ ଯଦି ତୁମେ ମୋ ଉପରେ ବିରକ୍ତ ହେବ, ତେବେ ତୁମେ ତ ମୋତେ ଛାଡ଼ିକରି ସ୍ୱର୍ଗକୁ ପଳାଇବ। ତେଣୁ ତୁମ ପ୍ରସ୍ତାବରେ ମୁଁ ତ ଆଦୌ ରାଜି ହୋଇପାରିବି ନାହିଁ। ଏତିକି କହି ରାଜା ନିଜ ନଅରକୁ ଫେରି ଆସିଲେ। ବାଟରେ ସୈନ୍ୟ ସାମନ୍ତମାନେ ମଧ୍ୟ ସେ ରାଜାଙ୍କୁ ପାଛୋଟି ନେଲେ। ଦେବକନ୍ୟା ଜଣେ ମଣିଷଠାରୁ ଏପରି ଅପମାନ ପାଇ ଖୁବ୍ ରାଗିଗଲା। ତେଣୁ ସେ ସଙ୍ଗେ ସଙ୍ଗେ ଗୋଟିଏ ମାରଣା ଷଣ୍ଢର ରୂପ ଧରି ସେ ରାଜ୍ୟରେ ଖୁବ୍ ଉତ୍ପାତ ଆରମ୍ଭ କରିଦେଲା। ଏହାଦ୍ୱାରା ପ୍ରଜାମାନେ ଭୟରେ ଆଉ ରାସ୍ତାକୁ ବାହାରି ପାରିଲେ ନାହିଁ। ସେ ଷଣ୍ଢର ଅତ୍ୟାଚାରରେ ଫସଲ ସବୁ ଉଜୁଡ଼ି ଗଲା। କେତେ ଘରଦୁଆର ସବୁ ଭାଙ୍ଗିଗଲା। ରାଜା ଠିକ୍ ଜାଣିପାରିଲେ ଯେ ଏହା ଆଦୌ ଏକ ମାମୁଲି ଷଣ୍ଢର କାମ ନୁହେଁ। ସେ ଦେବକନ୍ୟା ମାୟାଭିଆଣ କରି ଏପରି ଗୋଳମାଳ କରିବାରେ ଲାଗିଛି। ସେ ଷଣ୍ଢକୁ ଜବତ କରିବା ପାଇଁ ରାଜା ତାଙ୍କ ସୈନ୍ୟମାନଙ୍କୁ ତାଗିଦ କଲେ। କିନ୍ତୁ ସୈନ୍ୟମାନେ ସେ ଷଣ୍ଢକୁ ଆଦୌ ଜବତ କରିପାରିଲେ ନାହିଁ। ଶେଷକୁ ରାଜା ନିଜେ ବାହାରିଲେ। ରାଜାଙ୍କୁ ଦେଖି ସେ ଷଣ୍ଢ ଆଖିରୁ ଯେପରି ନାଲି ନିଆଁ ବାହାରୁଥାଏ। ତାପରେ ସେ ଷଣ୍ଢଟି ଖୁବ୍ ଜୋରରେ ରାଜାଙ୍କୁ ଭୁଷିବା ପାଇଁ ତାଙ୍କ ଆଡ଼କୁ ମାଡ଼ି ଆସିଲା। ରାଜା ଅଳ୍ପକେ ଘୁଞ୍ଚି ଯାଇ ସେ ଷଣ୍ଢକୁ ଜବତ କରି ତାର ଦୁଇଟି ଶିଙ୍ଗ ଧରି ପକାଇଲେ। ବହୁତ ସମୟ ଲଢ଼ାଇ ପରେ ସେ ଷଣ୍ଢଟି ହାରିଯାଇ ସେଠାରୁ କୁଆଡ଼େ ପଳାଇଗଲା। ରାଜାଙ୍କର ସମସ୍ତେ ଖାଲି ଜୟ ଜୟକାର କଲେ। ରାତିରେ ଖାଇ ପିଇ ରାଜା ଶୋଇଥାନ୍ତି। ଠିକ୍ ସେହି ସମୟରେ ସେ ଦେବକନ୍ୟା ରାଜାଙ୍କ ସ୍ୱପ୍ନରେ ଆସି ହାଜର। ସେ ଦେବକନ୍ୟା କହିଲା, ତୁମକୁ ମୁଁ ଆଦୌ ଏତେ ସହଜରେ କ୍ଷମା ଦେବି ନାହିଁ। ତୁମର ଗର୍ବ ମୁଁ ନିଶ୍ଚୟ ଭାଙ୍ଗିବି। କାଲି ସକାଳୁ ତୁମେ ବିରୂପ ହୋଇଯିବ। ଆଉ ତୁମର ଏହି ସୁନ୍ଦର ଚେହେରା କଦାପି ରହିବ ନାହିଁ। ତୁମକୁ ଦେଖି ଲୋକେ ଖାଲି ଅତ୍ୟନ୍ତ ଘୃଣାରେ ଛେପ ପକାଇବେ। ସକାଳୁ ରାଜାଙ୍କର ନିଦ ଭାଙ୍ଗିଗଲା। ସେ ଦେଖିଲେ ସତକୁ ସତ ତାଙ୍କର ବିକଟାଳ ରୂପ ହୋଇଯାଇଛି। ଆଖି ତାଙ୍କର ପଶିଯାଇଛି। ମୁଣ୍ଡ ବାଳ ବି ସବୁ ଫୁରଫୁର। ରାକ୍ଷସ ଭଳି ତାଙ୍କ ଚେହେରା। ସେ ଆଉ ଘଡ଼ିଏ ସେଠାରେ ନ ରହିପାରି ଅନ୍ଧାରରେ ତାଙ୍କ ରାଜନଅର ଛାଡ଼ି ମନ ଦୁଃଖରେ ଜଙ୍ଗଲ ଭିତରକୁ ପଳାଇଗଲେ। ଏମିତି କେତେ ବର୍ଷ ବିତିଗଲା। ରାଜା କିନ୍ତୁ ତାଙ୍କ ମନର ବଳ ଆଦୌ ହରାଇ ନଥାନ୍ତି। ମରିବେ ପଛକେ ଗୋଟିଏ ଦେବକନ୍ୟାର ଶରଣ ସେ କଦାପି ପଶିବେ ନାହିଁ। ସେ ରାଜା ଖାଲି ଜଙ୍ଗଲରେ ବୁଲୁଥାନ୍ତି। ଖରା, ବର୍ଷା, ଶୀତକୁ ତାଙ୍କର ଆଦୌ ଖାତିର ନଥାଏ। ରାଜାଙ୍କର ଏପରି ଦୁଃଖ ଦେଖି ସେଠାକାର ବଣଦେବୀଙ୍କର ଖୁବ୍ ଦୟା ହେଲା। ଦେବୀ ରାଜାଙ୍କୁ ଦେଖାଦେଇ କହିଲେ,
ତୁମେ ଅନେକ ଦୁଃଖ ପାଇଲଣି। ଏଇ ଜଙ୍ଗଲ ଆରପଟେ ଗୋଟିଏ ହ୍ରଦ ଅଛି। ସେ ହ୍ରଦର ପାଣି ସବୁବେଳେ ଖାଲି ଫୁଟୁଛି। ତା ଭିତରୁ ଆଜି ପର୍ଯ୍ୟନ୍ତ କେହି କେବେ ବି ନିଜ ଜୀବନ ନେଇ ଫେରି ନାହିଁ। ସେଇଠି ହ୍ରଦ କୂଳରେ ତୁମେ ଜଳଦେବୀଙ୍କୁ ପୂଜା କର। ସେ ସନ୍ତୁଷ୍ଟ ହେଲେ ଯାଇ ତୁମେ ସେ ହ୍ରଦରେ ଗାଧୋଇ ପାରିବ। ତାହେଲେ ଯାଇ ତୁମର ପୂର୍ବ ରୂପ ଓ ସମସ୍ତ ଶକ୍ତି ପୁଣି ଥରେ ଫେରିଆସିବ। ଏତକ ଶୁଣି ରାଜା ବଣଦେବୀକୁ ଧନ୍ୟବାଦ ଜଣାଇ ସେହି ହ୍ରଦ କୂଳକୁ ଚାଲିଲେ। ସତକୁ ସତ ସେଠାରେ ପାଣି ଏତେ ଜୋରରେ ଫୁଟୁଥାଏ ଯେ ତା ଆଖପାଖରେ କୌଣସି ଜୀବଜନ୍ତୁ ନଥାନ୍ତି। ଏମିତିକି ସେ ହ୍ରଦର ଉପରି ଭାଗରେ ବି କୌଣସି ପକ୍ଷୀ ଉଡ଼ିବା ପାଇଁ ଆଦୌ ସାହସ କରୁନଥାନ୍ତି। ସତେ ଯେପରି ତାହା ଗୋଟିଏ ନିଆଁର ସମୁଦ୍ର। ତଥାପି ବି ସେ ରାଜା ଆଦୌ ନିଜ ସାହସ ହରାଇଲେ ନାହିଁ। ସେ ରାଜା ସେଠାରେ ଜଳଦେବୀଙ୍କୁ ପ୍ରାର୍ଥନା କଲେ। 7 ଦିନ କାଳ ଅଖିଆ ଅପିଆ ଅନିଦ୍ରା ରହି ରାଜା ଜଳଦେବୀଙ୍କୁ ବିକଳରେ ଖାଲି ଡାକିବାକୁ ଲାଗିଲେ। ଶେଷରେ ସେ ଜଳଦେବୀଙ୍କର ମନରେ ଦୟା ହେଲା। ତେଣୁ ସେ ପାଣିରୁ ବାହାରି ଆସି ରାଜାଙ୍କୁ କହିଲେ, ତୁମ ପ୍ରାର୍ଥନାରେ ମୁଁ ଅତ୍ୟନ୍ତ ସନ୍ତୋଷ ଲାଭ କଲି। ତୁମର ସମସ୍ତ ଇଚ୍ଛା ନିଶ୍ଚୟ ପୂରଣ ହେବ। ଏମିତି କହି ସେ ଜଳଦେବୀ ରାଜାଙ୍କ ହାତକୁ ଗୋଟିଏ ପୋଷାକ ବଢ଼ାଇ ଦେଲେ। ଦେବୀ ପୁଣି କହିଲେ, ଏହି ପୋଷାକ ପିନ୍ଧି ତୁମେ ପାଣିରେ ବୁଡ଼ି ରହିବ। ତୁମର ଆଦୌ କିଛି ବି କ୍ଷତି ହେବ ନାହିଁ। ତାପରେ ଯାଇ ତୁମର ପୂର୍ବ ରୂପ ଏବଂ ସମସ୍ତ ଶକ୍ତି ପୁଣି ଥରେ ଫେରିଆସିବ। ତାପରେ ରାଜା ଜଳଦେବୀକୁ ଅତି ଭକ୍ତିରେ ପ୍ରଣାମ କରି ତାଙ୍କ ପ୍ରଦତ୍ତ ପୋଷାକ ପିନ୍ଧିଲେ ଏବଂ ସେହି ଫୁଟନ୍ତା ପାଣି ଭିତରେ ବୁଡ଼ି ପଡ଼ିଲେ। କେତେ ସମୟ ପରେ ପାଣିରୁ ଉଠି ରାଜା ଦେଖିଲେ ତାଙ୍କର ପୂର୍ବ ରୂପ ଆଉ ସମସ୍ତ ଶକ୍ତି ପୁଣି ଫେରିଆସିଛି। ରାଜା ପାହାଚ ଉପରକୁ ଉଠିଲା ପରେ ଦେଖିଲେ ଜଣେ ଦେବତା ତାଙ୍କୁ ସେଠାରେ ଅପେକ୍ଷା କରିଛନ୍ତି। ସେ ଦେବତା ରାଜାଙ୍କୁ ଅତି ସ୍ନେହରେ ସୁନାର ପୋଷାକଟିଏ ବଢ଼ାଇ ଦେଇ ତାଙ୍କୁ ଅନେକ ଆଶୀର୍ବାଦ କଲେ। ରାଜା ବି ସେ ଦେବତାଙ୍କୁ ପ୍ରଣାମ କଲେ। ଦେବତା କହିଲେ, ତୁମର ଧୈର୍ଯ୍ୟ ଓ ସାହସ ଦେଖି ମୁଁ ଅତ୍ୟନ୍ତ ସନ୍ତୁଷ୍ଟ ହୋଇଅଛି। ମୋର ଝିଅ ହିଁ ତୁମ ଉପରେ ବିରକ୍ତ ହୋଇ ତୁମକୁ ଏପରି କଷ୍ଟ ଦେଇଛି। ସେଥିପାଇଁ ସେ ବି ସ୍ୱର୍ଗରେ ଯଥେଷ୍ଟ ଦଣ୍ଡ ଭୋଗିଲାଣି। ମୁଁ ଅନୁରୋଧ କରୁଛି ତୁମେ ତାକୁ ତୁମ ରାଣୀ ଭାବରେ ଗ୍ରହଣ କର। ସେ ସାରା ଜୀବନ ତୁମକୁ ହିଁ ସେବା କରିବ। ତୁମର ପାଖେ ପାଖେ ହିଁ ସେ ରହିବ। ଠିକ୍ ଏତିକି ବେଳେ ସେହି ଅପୂର୍ବ ସୁନ୍ଦରୀ ଦେବକନ୍ୟା ଆସି ରାଜାଙ୍କ ପାଦ ତଳେ ପଡ଼ି ତାଙ୍କୁ ପ୍ରଣାମ କଲେ। ରାଜା ବି କନ୍ୟାଟିକୁ ଠିକ୍ ଚିହ୍ନି ପାରିଲେ। ଦେବକନ୍ୟା କହିଲେ, ମହାରାଜ, ଏଥର ମୋତେ କ୍ଷମା କରନ୍ତୁ। ରାଜା ଏଥର ଦେବତାଙ୍କୁ ପ୍ରଣାମ କରି ଦେବକନ୍ୟାକୁ ସ୍ନେହରେ ଉଠାଇ ନେଲେ। ତାପରେ ସେମାନେ ବିବାହ କରି ଅତ୍ୟନ୍ତ ସୁଖରେ ନିଜ ରାଜ୍ୟ ପାଳନ କଲେ। ରାଇଜର ଲୋକେ ବି ତାଙ୍କ ପ୍ରିୟ ରାଜାଙ୍କୁ ଫେରି ପାଇ ଅତ୍ୟନ୍ତ ଖୁସି ହେଲେ।